ବେଆଇନ ଗାଈ ଚାଲାଣ ଗାଡ଼ି ଜବତ, ଜଣେ ଗିରଫ। ଦୀର୍ଘ ଦିନର ପରିଶ୍ରମ ପରେ ଗଅଁଦିଆ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଗତକାଲି ପେଟ୍ରୋଲିଂ ସମୟରେ ବେଆଇନ ଭାବରେ ଗାଈ ନେଇ ଯାଉଥିବା ଗୋଟିଏ ଗାଡ଼ିକୁ ପୋଲିସ ଜବତ କରିଛି। ରାତ୍ରି 11ଟା ସମୟରେ ଗଅଁଦିଆ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇଲେ ଗଅଁଦିଆ ଥାନା ଅଧିକାରୀ ଶାନ୍ତନୁ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗୁଣ୍ଡରାପଶି ଗ୍ରାମ ପଞ୍ଚାୟତ ଓ ଦକ୍ଷିଣପଶି ଗ୍ରାମଠାରେ ଏକ ମିନି ଟ୍ରକ୍ ଯାହାର ନମ୍ବର OD 06A3055ରେ ଗାଈ ଚାଲାଣ ହେଉଛି ଜାଣି ସମୟ 4ଟା 45ରେ ଉକ୍ତ ଗାଡ଼ିକୁ ଜବତ କରିବା ସହିତ ସେଥିରେ ଥିବା 7ଗୋଟି ଗାଈକୁ ଉଦ୍ଧାର କରି ତାହାକୁ ବିରାଡ଼ିଆ ଗୋଶାଳାରେ ଛାଡ଼ିଥିଲେ। ଘଟଣାସ୍ଥଳରୁ ଉକ୍ତ ଗାଡ଼ି ଚଳାଉଥିବା ଗଅଁଦିଆ ଗ୍ରାମର ବିରଞ୍ଚି ମହାରଣାଙ୍କର ପୁଅ ବିମଲ ମହାରଣା 35 ବର୍ଷକୁ ଗିରଫ କରି ଗାଡ଼ିକୁ ଥାନାକୁ ଅଣାଯାଇଛି। ଆଜି କେସ୍ ନମ୍ବର 106ରେ ଏକ ମାମଲା ରୁଜୁ କରାଯାଇ ଗୋରୁ ଚାଲାଣର ମୁଖ୍ୟ କାର୍ପେଟଦାର ବିମଲକୁ କୋର୍ଟ ଚାଲାଣ କରାଯାଇଛି। ଗଅଁଦିଆ ପୋଲିସ ପକ୍ଷରୁ ଉକ୍ତ ଗଅଁଦିଆ ଅଞ୍ଚଳରେ ଥିବା ଗାଈ ଚାଲାଣ ର୍ୟାକେଟକୁ ଧରି ସେମାନଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।